ମାନେ ନବୀନ ଯାହା ସେ କନକ୍ଲେଭରେ ଇଣ୍ଡିଆ ଟୁଡେ କହିଛନ୍ତି, ପ୍ରକୃତରେ ଓଡ଼ିଶା ଆଗରୁ କ୍ରମାଗତ ଭାବରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲା ଏବଂ ମହାବାତ୍ୟାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସବୁବେଳେ ଓଡ଼ିଶା ଫେସ୍ କରୁଥିଲା। ମହାବାତ୍ୟା ଗଲା, ତାପରେ ସୁନାମି, ଏଭଳି ଯେଉଁ ଗୋଟିଏ ପରେ ଗୋଟିଏ ଚାଲିଲା ବିପର୍ଯ୍ୟୟ। ଆଗରୁ ହେଉଥିଲା କ'ଣ ନା, ସେ ବିପର୍ଯ୍ୟୟରେ ଓଡ଼ିଶାରୁ ହଜାର ହଜାର ଲୋକ ଉପକୂଳବର୍ତ୍ତୀ ଅଞ୍ଚଳରୁ ମରୁଥିଲେ ଏବଂ ତାପରେ ଖାଦ୍ୟାଭାବ ଦେଖାଦେଉଥିଲା, ନଟ ଅବସ୍ଥା ସୃଷ୍ଟି ହୋଇଥିଲା। ଏବଂ ନବୀନ ଶାସନ କ୍ଷମତାକୁ ଆସିଲା ପରେ ସେ ଗୋଟେ ଶପଥ ନେଲେ ଯେ ଓଡ଼ିଶାକୁ ସେ ଜିରୋ କାଜୁଆଲିଟି କରିବେ ଏବଂ ଓଡ଼ିଶାରେ ବାତ୍ୟା ହେଉ, ବନ୍ୟା ହେଉ, ମରୁଡ଼ି ହେଉ, କେଉଁଥିରେ ହେଲେ ଓଡ଼ିଶାର ଗୋଟେ ଜୀବନ ଯେମିତି ହାରିବନି, ଗୋଟେ ଓଡ଼ିଆ ଲୋକର ଜୀବନ ଯେମିତି ହାରିବନି, ସେଥିପାଇଁ ସେ ପଦକ୍ଷେପ ନେଲେ ଏବଂ ସେ ଯାହା ଘୋଷଣା କରିଥିଲେ ସେଇଟା ବି ସେ ପ୍ରମାଣ କରିକି ଦେଖାଇଲେ। ଏବଂ ଆମେ ଦେଖିପାରିଲେ ଯେ ଓଡ଼ିଶାକୁ ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲା, କେଉଁଥିରେ ହେଲେ ଜଣେ ହେଲେ ଲୋକ ମଲେନି। ତେଣୁକରି ନବୀନଙ୍କୁ ସେ ଗୋଟେ ମଡ଼େଲ ହୋଇଗଲେ ଏବଂ ଏପରିକି ୟୁନେସ୍କୋ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ନବୀନଙ୍କୁ ପ୍ରଶଂସା କଲେ ଏବଂ ସମଗ୍ର ବିଶ୍ୱରେ ନବୀନଙ୍କର ଯେଉଁ ମାନେ ପଦକ୍ଷେପ ଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସେଇଟାକୁ ପ୍ରଶଂସା କରାଗଲା। ତେଣୁକରି ସେ ଯାହା ନବୀନ ଯାହା କହିଛନ୍ତି, ପ୍ରକୃତରେ ଇଣ୍ଡିଆ ଟୁଡେକୁ ସାକ୍ଷାତ କରିଦେଇକରି ଯେ ସେ ଏ ଯେଉଁ ବିପର୍ଯ୍ୟୟ ହିଁ ତାଙ୍କୁ କରିଛି, ଶିଖାଇଛି କିଭଳି ଭାବରେ ବିପର୍ଯ୍ୟୟର ମୁକାବିଲା କରାଯାଏ ଏବଂ ମରୁଡ଼ିର ମୁକାବିଲା କିଭଳି ଭାବରେ କରାଯାଏ। ସେ ଭୋକର ଭୂଗୋଳ, ଓଡ଼ିଶାକୁ ଆଗେ ଭୋକର ଭୂଗୋଳ ବୋଲି କୁହାଯାଉଥିଲା ଏବଂ ଓଡ଼ିଶାରେ ଆଗେ ଲୋକମାନେ ଖାଇବାକୁ ନ ପାଇକରି ମରିବାର ବହୁତ ଦୃଷ୍ଟାନ୍ତ ଥିଲା। ଆମେ ବି ଯାଇକରି ବିଭିନ୍ନ ଅଞ୍ଚଳରେ, କୋରାପୁଟ, କଳାହାଣ୍ଡି ପ୍ରଭୃତି ଅଞ୍ଚଳରେ ଅନାହାରରେ ପ୍ରପୀଡ଼ିତ ଲୋକମାନଙ୍କୁ ଦେଖିଥିଲୁ ଏବଂ ସେଇଟାକୁ ବି ଫଟୋ ଉଠାଇଥିଲୁ, ତାକୁ ବି କଭରେଜ କରିଥିଲୁ। କିନ୍ତୁ ନବୀନ ଶାସନ କ୍ଷମତାକୁ ଆସିଲା ପରେ ସେ ଦେଖାଇଲେ ଓଡ଼ିଶା ଆଉ ନିଅଣ୍ଟିଆ ରାଜ୍ୟ ନାହିଁ। ଓଡ଼ିଶାରେ ସେ ମାନେ ତାଙ୍କ ନେତୃତ୍ୱରେ ଯେଉଁ ପ୍ଲାନିଂ କଲେ, ସେଥିରେ ଓଡ଼ିଶା ଗୋଟେ ମାନେ ବଳକା ରାଜ୍ୟ ହୋଇଗଲା ଏବଂ ଖାଦ୍ୟାଭାବ ଆଉ ଓଡ଼ିଶାରେ ଦେଲାନି ଏବଂ ଓଡ଼ିଶାରେ ମଧ୍ୟ ମାନେ ଓଡ଼ିଶା ବାହାରକୁ ବି ଏଠୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ରପ୍ତାନି କଲା। ତେଣୁକରି ଯେଉଁ ଭୂଗୋଳ ଭୂଗୋଳରୁ ଯାହା ନବୀନ ଶିକ୍ଷା କରିଥିଲେ, ସେଇଟାକୁ ସେ ପ୍ରମାଣ କରିଦେଲେ ଯେ ଆଉ ଭୂଗୋଳ ଯେଉଁ ସବୁଠି ପଡ଼ୁଛି, ସେ ଭୂଗୋଳ ଭିତରେ ଓଡ଼ିଶାର ମାନଚିତ୍ର ଆଉ ଯେମିତି ନ ରହିବ, ନବୀନ ତା'ର ଦୃଢ଼ ପଦକ୍ଷେପ ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ ସେଇଟାକୁ କାୟମ ରଖିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେ କାୟମ ରଖିବେ, ଏଥିରେ ସନ୍ଦେହ ନାହିଁ। ହଁ, ନବୀନ ଆମେ ଦେଖିଲେ ଯେଉଁ ନବୀନଙ୍କର ଦୀର୍ଘ 25 ବର୍ଷର ଶାସନ କାଳ ମଧ୍ୟରେ ଆମେ ଦେଖିଲେ ଯେ ନବୀନ କିଭଳି ଭାବରେ ମାନେ ପ୍ରାକୃତିକ ବିପର୍ଯ୍ୟୟଠୁ ଆରମ୍ଭ କରି ମରୁଡ଼ି ପ୍ରଭୃତି ଏବଂ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ସେ କିଭଳି ଭାବରେ ନିଜକୁ ସୁଦୃଢ଼ କରିପାରିଛନ୍ତି ଏବଂ କିଭଳି ଭାବରେ ପ୍ରତିକୂଳ ପରିସ୍ଥିତିକି ସମ୍ମୁଖୀନ କରିଛନ୍ତି ଏବଂ ପ୍ରତିକୂଳ ପରିସ୍ଥିତିକି ସେ ବିଜୟ କରି ଆସିଛନ୍ତି, ତା ଆମେ ଦେଖିଲେ। ଏବଂ ନବୀନଙ୍କୁ ଯିଏ ଯେତେ ସମାଲୋଚନା କରୁନା କାହିଁକି ଏବଂ ନବୀନଙ୍କ ବିରୁଦ୍ଧରେ ଯିଏ ଯେତେ ଚିତ୍କାର କରୁନା କାହିଁକି, ନବୀନ ସେ ବର୍ତ୍ତମାନ ମାନେ ସେ ଗୋଟେ ନିଜକୁ ଗୋଟେ ଷ୍ଟିଲ୍ ମ୍ୟାନ୍ ବୋଲି ପ୍ରମାଣ କରିଦେଇଛନ୍ତି ଏବଂ ତାଙ୍କୁ କୌଣସି ସମାଲୋଚନା ଛୁଇଁ ପାରିବା ସମ୍ଭବ ନୁହଁ। କାରଣ ସେ ଯାହା କହୁଛନ୍ତି ସେ କଥା ନୁହନ୍ତୁ, କାମରେ ବିଶ୍ୱାସ କରନ୍ତି। ସେ କମ୍ କଥା କହନ୍ତି ଏବଂ ବେଶୀ କାମ କରନ୍ତି ଏବଂ ସେ ମାନେ ଦିନକୁ ମାନେ 24 ଘଣ୍ଟାରୁ ପ୍ରାୟ 18 ଘଣ୍ଟା ସେ ଦେଶ ପାଇଁ ଏବଂ ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଜନସାଧାରଣଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ବ୍ୟୟ କରି ଆସିଛନ୍ତି। ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ଯେତେବେଳେ ଓଡ଼ିଶାର ସ୍ୱାର୍ଥର ପ୍ରଶ୍ନ ଉଠୁଛି, ସେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ସିଏ ଯେତେବେଳେ ଯେଭଳି ଭାବରେ ଜାତୀୟ ସ୍ତରରେ ପଦକ୍ଷେପ ନେବା କଥା ତା ନେଉଛନ୍ତି ଏବଂ କୌଣସି ଆଲୋଚନା ବା ସମାଲୋଚନା ପ୍ରତି ତାଙ୍କର ସାମାନ୍ୟତମ ଭ୍ରୂକ୍ଷେପ ନାହିଁ।